ଯାଜପୁର ବରୁଣେଶ୍ୱର ମକର ମେଳାରେ 5 ଗୋଟି ଯାତ୍ରା ଅନୁଷ୍ଠାନ, ଧାମରା ମକର ମେଳାରେ 4 ଗୋଟି ଯାତ୍ରା ଅନୁଷ୍ଠାନ, ଟାଙ୍ଗୀ ପୁଷ ମେଳାରେ 4 ଗୋଟି ଯାତ୍ରା ଅନୁଷ୍ଠାନ। ଆଜି ଯାତ୍ରା ଆକାଶଗଙ୍ଗାର ଗାୟିକା ନମିତା ଏବଂ ଯାତ୍ରା ଧଉଳି ଗଣନାଟ୍ୟର ଗାୟିକା କୃଷ୍ଣାଙ୍କର ଶୁଭ ଜନ୍ମଦିନ। ଏହି ଅବସରରେ ଟିକିଏ କଥା ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା। ଆଗାମୀ ଯାତ୍ରା ବର୍ଷ 2024-25 ରେ ଯାତ୍ରା ମଇଦାନକୁ ଆସିବ ହାଇ ବିଗ୍ ବଜେଟ୍ ଯାତ୍ରା ଅନୁଷ୍ଠାନ ଯାତ୍ରା ସିଂହ ବାହିନୀ। 2024-25 ବର୍ଷର ବିସ୍ଫୋରଣ ପାଢୀ ବ୍ରଦର ପ୍ରେଜେଣ୍ଟସ୍ ଯାତ୍ରା ସିଂହ ବାହିନୀ। ଜୟ ଜଗନ୍ନାଥ, ନମସ୍କାର। ମୁଁ ସନ୍ତୋଷ କୁମାର ଟିକିଏ କଥା ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଅଛି। ଆଜି 2024 ମସିହା ଜାନୁଆରୀ ମାସ 5 ତାରିଖ ଶୁକ୍ରବାର। ସନ୍ତୋଷୀ ମାତାଙ୍କ କୃପାରୁ ଆଜିର ଦିନଟି ଆମ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ଏବେ ଆସନ୍ତୁ ଯିବା ନାଟକୀୟ କାର୍ଯ୍ୟକ୍ରମକୁ। କାହାର କେଉଁଠି କେଉଁ ନାଟକ? ଯାତ୍ରା ଦୁର୍ଗା ମନ୍ଦିର ତୃତୀୟ ଅଭିନୟ ରଜନୀ, ଆମପୁର 4 ଛକ ପୁରୀ। ଆଜିର ନାଟକ ସନ୍ଦେହୀ ସିନ୍ଦୁର କରିଛି ପର। ରଚନା ଗଣେଶ ରାଉତ, ନିର୍ଦ୍ଦେଶନା ଅଶ୍ରୁମୋଚନ, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରା ଆକାଶଗଙ୍ଗା ଦ୍ୱିତୀୟ ଅଭିନୟ ରଜନୀ, ଖଣ୍ଡଦେଉଳି ଗଞ୍ଜାମ। ଆଜିର ନାଟକ ତୁ କହିବୁ ନା ମୁଁ କହିବି। ରଚନା ଇଞ୍ଜିନିୟର ତୁଷାରକାନ୍ତ, ନିର୍ଦ୍ଦେଶନା ବିକ୍ରମ ନାୟକ ନନ୍ଦୁସା। ଗୌରୀ ଗଣନାଟ୍ୟ ଚତୁର୍ଥ ଅଭିନୟ ରଜନୀ, ଅଙ୍ଗୁଳେଇ ମାର୍ଶାଘାଇ କେନ୍ଦ୍ରାପଡ଼ା। ଆଜିର ନାଟକ ରାନୀ ପଣ୍ଡାକୁ ଖଣ୍ଡଗିରି ମନା। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିନୋଦ ରାଉତ, ସଙ୍ଗୀତ ଟିଟନ ସାର। ଯାତ୍ରା ରଙ୍ଗମହଲ ତୃତୀୟ ଅଭିନୟ ରଜନୀ, କୁମାରୀ ବୌଦ୍ଧ। ଆଜିର ନାଟକ ଜହ୍ନରେ ତୋଳିବି ଘର। ରଚନା ଅରୁଣ ନାୟକ, ନିର୍ଦ୍ଦେଶନା ମହେଶ ଆଜରା, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରା ସ୍ୱପ୍ନମହଲ ତୃତୀୟ ଅଭିନୟ ରଜନୀ, କଉଡ଼ି ଖଣି ନାଚୁଣୀ ଖୋର୍ଦ୍ଧା। ଆଜିର ନାଟକ କେତେ କାନ୍ଦିବୁରେ ଗୌର ଦାସ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିକ୍ରମ ନାୟକ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ତାରିଣୀ ଗଣନାଟ୍ୟ ପ୍ରଥମ ଅଭିନୟ ରଜନୀ, ବନ୍ଧକାଟିଆ କଟକ। ଆଜିର ନାଟକ ପାପ ଜଗିଛି ପାଳଭୂତ। ରଚନା ଦିଲ୍ଲୀପ ବିଶ୍ୱାଳ, ନିର୍ଦ୍ଦେଶନା ଶାନ୍ତନୁ ଓଝା, ସଙ୍ଗୀତ ଏକନସା। ଯାତ୍ରା ଧଉଳି ଗଣନାଟ୍ୟ ଦ୍ୱିତୀୟ ଅଭିନୟ ରଜନୀ, ମୁକିଆ ପାପଡ଼ାହାଣ୍ଡି ନବରଙ୍ଗପୁର। ଆଜିର ନାଟକ କାନ୍ଦୁଛି କୁକେଇ ହସୁଛି ଶବ। ରଚନା ଅଜୟ ସାହୁ, ନିର୍ଦ୍ଦେଶନା ତାପସ ସ୍ୱାଇଁ, ସଙ୍ଗୀତ ବାବାଜୀ ଦାସ। ରାଜଧାନୀ ଅପେରା ଚତୁର୍ଥ ଅଭିନୟ ରଜନୀ, ବୁଢ଼ାକୁତ୍ରୁ ଜୟପାଟଣା କଳାହାଣ୍ଡି। ଆଜିର ନାଟକ ରାତି କଥା ଛାତିରେ ଥାଉ। ରଚନା ପ୍ରଭୁ ବ୍ରହ୍ମ, ନିର୍ଦ୍ଦେଶନା ରଞ୍ଜନ ବିଶ୍ୱାଳ, ସଙ୍ଗୀତ ବିକାଶ ଶୁକ୍ଳା। ଅପେରା ସାଇ ସମ୍ରାଟ ଚତୁର୍ଥ ଅଭିନୟ ରଜନୀ, ପାଥପୁରା ବାଙ୍କି କଟକ। ଆଜିର ନାଟକ ବନ୍ଧୁ ପ୍ରେମ ଟିକେ ଲାଗେ ନିଆରା। ରଚନା କ୍ଷିତୀଶ ମଣ୍ଡଳ, ନିର୍ଦ୍ଦେଶନା କିଶୋର ଖଣ୍ଡୁଆଳ, ସଙ୍ଗୀତ ବିକାଶ ଶୁକ୍ଳା। ଅପେରା ଓଡ଼ିଶା ସମ୍ରାଟ ଦ୍ୱିତୀୟ ଅଭିନୟ ରଜନୀ, ଗୋପାଳପୁର ବାହାନଗା ବାଲେଶ୍ୱର। ଆଜିର ନାଟକ ମୋ ସାକ୍ଷୀ ଚକା ଆଖି। ରଚନା ନିର୍ଦ୍ଦେଶନା ହରବାରିକ, ସଙ୍ଗୀତ ମିହିର ମହାନ୍ତି। ଓಂ ଶ୍ରୀ ବାଘାଯତୀନ ଲୋକନାଟ୍ୟ ତୃତୀୟ ଅଭିନୟ ରଜନୀ, ରାଜପୁର ପଡ଼ିଆ ଗୋଡ଼ା ଜଗତସିଂହପୁର। ଆଜିର ନାଟକ ଜୀବନ ଭାସୁଛି ଆଖି ଲୁହରେ। ରଚନା ଡକ୍ଟର କୈଳାସ ମଲ୍ଲିକ, ନିର୍ଦ୍ଦେଶନା ଲାଲା ବୀରେନ ରାୟ, ସଙ୍ଗୀତ ମିହିର ମହାନ୍ତି। କଳିଙ୍ଗ ଗଣନାଟ୍ୟ ଚତୁର୍ଥ ଅଭିନୟ ରଜନୀ, ମାଣିଆବନ୍ଧ ରାମଚନ୍ଦ୍ରପୁର କେନ୍ଦୁଝର। ଆଜିର ନାଟକ ସକାଳ ଠିକଣା ମୋତେ ଅଜଣା। ରଚନା ଲିଲି ଦାସ, ନିର୍ଦ୍ଦେଶନା ଅଶ୍ରୁମୋଚନ ମହାନ୍ତି, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରା ଇନ୍ଦ୍ରଭୁବନ ପଞ୍ଚମ ଅଭିନୟ ରଜନୀ, MV79 କାଲିମେଳା ମାଲକାନଗିରି। ଆଜିର ନାଟକ ବାପ ଘରେ ମୁଁ କରିଛି ପାପ। ରଚନା ସନ୍ତୋଷ ନାରାୟଣ, ନିର୍ଦ୍ଦେଶନା ଶାରଦା ରଣା, ସଙ୍ଗୀତ ବିକାଶ ଶୁକ୍ଳା। ଶିବାନୀ ଗଣନାଟ୍ୟ ଦ୍ୱିତୀୟ ଅଭିନୟ ରଜନୀ, ଡାଙ୍ଗମାଳ ରାଜନଗର କେନ୍ଦ୍ରାପଡ଼ା। ଆଜିର ନାଟକ ଗାନ୍ଧୀ ଭୂମିକାରେ କହ୍ନେଇ ଦାସ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିକ୍ରମ ନାୟକ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଅପେରା ଅଶୋକ ସମ୍ରାଟ ପ୍ରଥମ ଅଭିନୟ ରଜନୀ, ଭୂଇଁପୁର ଆଳି କେନ୍ଦ୍ରାପଡ଼ା।
ଆଜିର ନାଟକ ସପନ ହାଟରେ ମିଳୁନି ବାଟ। ରଚନା ଜିତେନ୍ଦ୍ର ମହାପାତ୍ର, ନିର୍ଦ୍ଦେଶନା କିଶୋର ଖଣ୍ଡୁଆଳ, ସଙ୍ଗୀତ ବିକାଶ ଶୁକ୍ଳା। ଅପେରା ସୂର୍ଯ୍ୟ ମନ୍ଦିର, ପ୍ରଥମ ଅଭିନୟ ରଜନୀ। ଖୁଣ୍ଟୁଳ ରାହାମା ଜଗତସିଂହପୁର। ଆଜିର ନାଟକ ହାତ ଧରି ବାଟ ଚାଲୁଥିବି। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିନୋଦ ରାଉତ, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରା ସ୍ୱର୍ଣ୍ଣମହଲ, ଦ୍ୱିତୀୟ ଅଭିନୟ ରଜନୀ। ରାହାଡିଙ୍ଗା ଜୟପୁର ଜଗତସିଂହପୁର। ଆଜିର ନାଟକ କେତେ ଦୁଃଖ ଦେବୁ ଦେରେ କାଳିଆ। ରଚନା ଓ ନିର୍ଦ୍ଦେଶନା ଇଞ୍ଜିନିୟର ଆଶୁତୋଷ ମହାପାତ୍ର, ସଙ୍ଗୀତ ଏକ ଅନୁସାର। ତୁଳସୀ ଗଣନାଟ୍ୟ, ଚତୁର୍ଥ ଅଭିନୟ ରଜନୀ। ରୋଟିଲୋ ନିମାପଡ଼ା ପୁରୀ। ଆଜିର ନାଟକ ତୁ ହସୁଥିବୁ ମୋହ ଲୁହରେ। ରଚନା ଲିଲି ଦାସ, ନିର୍ଦ୍ଦେଶନା ବିନୋଦ ରାଉତ, ସଙ୍ଗୀତ ବିକାଶ ଶୁକ୍ଳା। ଆପଣମାନେ ଜାଣିଲେ ଆଜି କେଉଁ ସ୍ଥାନରେ କେଉଁ ଯାତ୍ରା ଅନୁଷ୍ଠାନ କେଉଁ ନାଟକ ମଞ୍ଚସ୍ଥ କରିବ। ମନେ ରଖନ୍ତୁ ଯାତ୍ରା ପ୍ରେମୀ ଦର୍ଶକ ବନ୍ଧୁ, ସ୍ଥଳ ବିଶେଷରେ ବିଶେଷ କାରଣ ପାଇଁ ନାଟକର ନାମ ପରିବର୍ତ୍ତନ ହୋଇପାରେ, ଯାତ୍ରା ପରିବେଷଣ ମଧ୍ୟ ବାତିଲ ହୋଇପାରେ। ଟିକିଏ କଥା ଚ୍ୟାନେଲ ଆପଣମାନଙ୍କର ଚ୍ୟାନେଲ। ଟିକିଏ କଥା ଚ୍ୟାନେଲରେ ଯାତ୍ରା ସମ୍ପର୍କିତ ସମସ୍ତ ସଠିକ ତଥ୍ୟ ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଯଦି ଫେସବୁକରେ ଆପଣ ଆମର କାର୍ଯ୍ୟକ୍ରମ ଦେଖୁଛନ୍ତି ତାହେଲେ ପେଜକୁ ଫଲୋ କରନ୍ତୁ, ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ। ଏ ହେଲା ଆଜି ସକାଳର କିଛି ଯାତ୍ରା ସମ୍ପର୍କିତ ଖବର ଯାତ୍ରା ପ୍ରେମୀ ଦର୍ଶକମାନଙ୍କ ପାଇଁ। ଆସନ୍ତା ରବିବାର ଠାରୁ ଆମର ଆରମ୍ଭ ହେବାକୁ ଯାଉଛି ପୁରୁଣା କାର୍ଯ୍ୟକ୍ରମ, ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆଉ ମତାମତ ସମୀକ୍ଷା। ତେଣୁ ରବିବାର ସନ୍ଧ୍ୟା କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆଜିଠାରୁ ହିଁ ପ୍ରଶ୍ନ ପଚାରିବା ପାଇଁ ଆମେ ଆପଣମାନଙ୍କୁ ଆହ୍ୱାନ କରୁଛୁ। ଏ ହେଲା ଆଜି ସକାଳର କିଛି ତାଜା ତଟକା ଖବର। ବର୍ତ୍ତମାନ ପାଇଁ ରହୁଛି, ପୁଣି କିଛି ନୂଆ କଥା ନୂଆ ଖବର ନେଇ ମୁଁ ଆସିବି ଆଉ ଏକ ସ୍ୱତନ୍ତ୍ର ଏପିସୋଡରେ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍ତେ, ଭଲରେ ରହିବା ସମସ୍ତେ। ଜୟ ଜଗନ୍ନାଥ।